3 or 2 ସଂସ୍କୃତ ସହିତ ନାଟକୁ କ'ଣ କୁହାଯାଇଛି? ଦୃଶ୍ୟ କାବ୍ୟ କୁହାଯାଇଛି। ମନୀଷୀ ପାଣିଙ୍କ ମତରେ ନାଟକ କିପରି ଉତ୍ପତ୍ତି ହେଉଛି? ନଟ ଧାତୁରୁ ନାଟକ ଉତ୍ପତ୍ତି ହେଉଛି। ନଟ ଶବ୍ଦର ଅର୍ଥ କ'ଣ? ନଟ ଶବ୍ଦର ଅର୍ଥ ହେଉଛି ଅଙ୍ଗଚାଳନ। ବର୍ତ୍ତମାନୀ ନାଟକ ସମ୍ବନ୍ଧରେ କ'ଣ କହିଛନ୍ତି? ମତରେ ନାଟକ ମାଧ୍ୟମରେ ଜ୍ଞାନ ବିଦ୍ୟା କଳାଯୋଗ କର୍ମକାଣ୍ଡ ଏସବୁ ଆଦି ବହୁବିଧ କର୍ମକୁ ପ୍ରକାଶ କରାଯାଏ। ଅନ୍ୟତ୍ର ସେ ପୁଣି ସ୍ୱୀକାର କରିଛନ୍ତି ଜନସାଧାରଣଙ୍କର ସୁଖ ଦୁଃଖର ଇତ୍ୟାଦିରେ ଅଭିନୟ ହିଁ ନାଟକ ପଦବାଚ୍ୟ। ସୁଖ ଦୁଃଖରେ ନାଟକ। ଋଗ୍ବେଦରୁ କଥା ବ୍ରହ୍ମା କିପରି ନାଟକ ରଚନା କରିଥିଲେ? ଋଗ୍ବେଦରୁ କଥା, ସାମବେଦରୁ ଗାନ, ଯଜୁର୍ବେଦରୁ କ୍ରିୟା ବା ଅଭିନୟ, ଅଥର୍ବବେଦରୁ ରସ, ଚାରୋଟି ନେଇ ବ୍ରହ୍ମା ନାଟକ କରିଥିଲେ। କଥା, ଗାନ, ଅଭିନୟ ଆଉ ବେଦ ଚାରିଟା। ତାପରେ ହେଉଛି ଭରତମୁନି ନାଟକରେ କେତୋଟି ଭାଗରେ ବିଭକ୍ତ କରିଛନ୍ତି? ଭରତମୁନି ନାଟକକୁ 10 ଭାଗରେ ବିଭକ୍ତ କରିଛନ୍ତି। ପଣ୍ଡିତ ବିଶ୍ୱନାଥ କବିରାଜ ଭରତମୁନି ପାସନ ଜିମ୍ ଏହା ମୃଗ। ପଣ୍ଡିତ ବିଶ୍ୱନାଥ ହେଉଛି ନାଟକ ସମ୍ପର୍କରେ କ'ଣ କହିଛନ୍ତି? ଦୃଶ୍ୟ ତତ୍ରାଭିନୟ, ଯାହା ଅଭିନୟ ଯୋଗ୍ୟ ତାହା ହିଁ ଦୃଶ୍ୟ କାବ୍ୟ। ଦୃଶ୍ୟ କାବ୍ୟ ନା ଯାହା ଦେଖି ହେବ। ଇଂରେଜୀ ନାଟକ ହେଉଛି ଡ୍ରାମା କୁହାଯାଏ। ଗ୍ରୀକ ଭାଷାରେ ଡ୍ରାମା ଅର୍ଥ ହେଉଛି କାର୍ଯ୍ୟ, ମୂଳ ଅର୍ଥ କାର୍ଯ୍ୟ। ସମାଲୋଚକ ନିକେଲ ନାଟକ ସମ୍ପର୍କରେ କ'ଣ କହିଛନ୍ତି? ସମାଲୋଚକ ନିକେଲ କହିଛନ୍ତି ଥିଓରି ଓ ଡ୍ରାମା ଗ୍ରନ୍ଥରେ ନାଟକ ସମ୍ପର୍କରେ ନାଟକ ହେଉଛି ଜୀବନ ସମ୍ପର୍କିତ ଆଦର୍ଶର ଅଭିବ୍ୟକ୍ତି। ଗ୍ରୀକ ଭାଷା ନିକେଲ କହିଛନ୍ତି ସମାଲୋଚକ ନିକେଲ ତାଙ୍କ ଥିଓରି ଡ୍ରାମା ଗ୍ରନ୍ଥରେ ନାଟକ ସମ୍ପର୍କ କହନ୍ତି ନାଟକ ହେଉଛି ଜୀବନ ସମ୍ପର୍କିତ ଆଦର୍ଶ। ତ ଆଚାର୍ଯ୍ୟ ବାମନ ନାଟକ ସମ୍ପର୍କରେ କହନ୍ତି ଅଭିନୟାତ୍ମକ କାବ୍ୟ ନାଟ୍ୟମ ଅର୍ଥାତ୍ ମଞ୍ଚାଭିନୟ ଉପଯୋଗୀ କାବ୍ୟ। ମଞ୍ଚରେ ଅଭିନୟ କରିବା ଉପଯୋଗୀ କାବ୍ୟ ହେଉଛି ନାଟକ। ମଞ୍ଚରେ ଯେଉଁ କାବ୍ୟ ଅଭିନୟ କରିବ। ସୁଖାନ୍ତକ ନାଟକ ହେଉଛି କମେଡ଼ିର ଓଡ଼ିଆ ପ୍ରତିଶବ୍ଦ। କମେଡ଼ି ହେଉଛି ସୁଖ ନାଟକ। ଟ୍ରାଜେଡ଼ି ହେଉଛି ଦୁଃଖ ନାଟକ। ଟ୍ରାଜେଡ଼ି ହେଉଛି ଗ୍ରୀକ୍ ଟ୍ରାଗସ୍ ଶବ୍ଦରୁ ଆସିଛି। ଟ୍ରାଗସ୍ ଶବ୍ଦର ଅର୍ଥ ଛାଗ ବଳି, ଦୁଃଖ ନା। ପ୍ରୋଟିଏସ୍ ଯେଉଁ ପୋଏଟିକସ୍ର ରଚୟିତା ହେଉଛି ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ। ଲୋକନାଟ୍ୟର ପ୍ରଧାନ ବିଶେଷତ୍ୱ ହେଉଛି ସାଧାରଣତଃ ଜନତାର ହୃଦୟରେ ଆନନ୍ଦ ପ୍ରଦାନ କରିବା। ଲୋକନାଟ୍ୟର ମୁଖ୍ୟ ବିଶେଷତ୍ୱ ହୃଦୟରେ ଆନନ୍ଦ ପ୍ରଦାନ କରିବା। ଲୋକନାଟ୍ୟକୁ ଇଂରାଜୀରେ ଫୋକ୍ ଡ୍ରାମା କୁହାଯାଏ। ଫୋକ୍ ଡ୍ରାମା। ମେଲୋଡ୍ରାମା ଶବ୍ଦଟିର ବିପତ୍ତି ଅର୍ଥ ହେଉଛି ମେଲୋସ୍ ଗାନ ଡ୍ରେମ୍, ଗାନଯୁକ୍ତ ନାଟ୍ୟ। ମେଲୋଡ୍ରାମା ଶବ୍ଦଟିର ବିପତ୍ତିଗତ ଅର୍ଥ ହେଉଛି ମେଲୋସ୍ ଗାନ ଡ୍ରେମ୍। ଘଟଣାର ଐକ୍ୟ ସମୟ ଐକ୍ୟ ସ୍ଥାନ ଐକ୍ୟ। ଘଟଣାର ଐକ୍ୟ ହେଉଛି ନାଟକ ଐକ୍ୟର ତ୍ରୟର ନାମ ହେଉଛି ଘଟଣାର ଐକ୍ୟ, ସମୟ ଐକ୍ୟ, ସ୍ଥାନ ଐକ୍ୟ। ଓଡ଼ିଆ ସାହିତ୍ୟର ପ୍ରଥମ ନାଟକ ହେଉଛି 1877 ମସିହା ବାବାଜୀ ନାଟକ ରଚନା କରିଥିଲେ। ବାବାଜୀ ଜଗମୋହନ ଲାଲ। ବାବାଜୀ ନାଟକ କେଉଁ ମଞ୍ଚରେ ପ୍ରଥମ ଅଭିନୀତ ହୋଇଥିଲା? ରାଧାକାନ୍ତ ରଙ୍ଗମଞ୍ଚରେ। ବାବାଜୀ ନାଟକ। କାଞ୍ଚିକାବେରୀ ନାଟକ ରଚୟିତା ହେଉଛି ରାମଶଙ୍କର ରାୟ। କେଉଁ ମଞ୍ଚରେ ପ୍ରଥମ ଅଭିନୀତ ହୋଇଥିଲା? ରାଧାକାନ୍ତ ରଙ୍ଗମଞ୍ଚରେ। କାଞ୍ଚିକାବେରୀ ନାଟକ ରଚୟିତା ହେଉଛି ରାମଶଙ୍କର ରାୟ। ଯୁଗଧର୍ମ ବିଶ୍ୱମୋଦକ ନାଟକ ରଚୟିତା ହେଉଛି ରମାଶଙ୍କର ରାୟ। ଯୁଗଧର୍ମ ବିଶ୍ୱମୋଦକ। ରାମଶଙ୍କର ରାୟଙ୍କ ଦୁଇଟି ନାଟକ ହେଉଛି ବୁଢ଼ାବର ଓ କଳିକାଳ। ଧ୍ରୁବ ନାଟକ ରଚୟିତା ହେଉଛି ରାଜା ଗୌରଚନ୍ଦ୍ର ଗଜପତି। ଧ୍ରୁବ ନାଟକ। ରଘୁନାଥ ପଣ୍ଡାଙ୍କର ପୌରାଣିକ ନାଟକ ହେଉଛି ରାମରାଜ୍ୟ। ଗୋଦାବର୍ଷ ବିଷୟଙ୍କ ଦୁଇଟି ଐତିହାସିକ ନାଟକ ହେଉଛି ପୁରୁଷୋତ୍ତମ ଦେବ ମୁକୁନ୍ଦ ଦେବ। ଗୋଦାବର୍ଷ। ଅଶ୍ୱିନୀ କୁମାର ଘୋଷଙ୍କ ପୌରାଣିକ ନାଟକ ନାମ ହେଉଛି ଗୋବିନ୍ଦ ବିଦ୍ୟାଧର। ଗୋପାଳ ଛୋଟରାୟଙ୍କର ହେଉଛି ନାଟକ ହେଉଛି ସାମାଜିକ ନାଟକ ଭରସା। ସାମାଜିକ ନାଟକ। ମାଣିକ ଯୋଡ଼ି ନାଟକ ରଚୟିତା ହେଉଛି ଭଞ୍ଜକିଶୋର ପଟ୍ଟନାୟକ। ଭଞ୍ଜକିଶୋର ପଟ୍ଟନାୟକ ହେଉଛି ପରକଲମ ନାଟକ ହେଉଛି ଗୋପାଳ ଛୋଟରାୟ। ମନୋରଞ୍ଜନ ଦାସ ହେଉଛି ରାଜନୀତିକ। ଅବରୋଧ ଏକ ରାଜନୀତି। ବିଜୟ ମିଶ୍ରଙ୍କ ରାଜନୀତି ନାଟକ ହେଉଛି ଜଣେ ରାଜା। ରତ୍ନାକର ଚୈନୀଙ୍କର ରାଜନୀତି ନାଟକ ହେଉଛି ପୁନଶ୍ଚ ପୃଥିବୀ। ରତ୍ନାକର। ମନୋରଞ୍ଜନ ଦାସଙ୍କର ମନସ୍ତାତ୍ତ୍ୱିକ ନାଟକ ହେଉଛି ବନହଂସୀ ଅରଣ୍ୟ ଫସଲ। ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କର ଧୃତରାଷ୍ଟ୍ର ଆଖି ଏକ ମନସ୍ତାତ୍ତ୍ୱିକ ନାଟକ। ବିଜୟ ମିଶ୍ରଙ୍କର ଶବବାହକ ଏକ ଉଦ୍ଭଟ ନାଟକ। ବିଜୟ ମିଶ୍ର ଶବବାହକ ଉଦ୍ଭଟ ନାଟକ। ଅତୀତ କାଳର ମଞ୍ଚକୁ କେତେ ବିଭକ୍ତ କରାଯାଇଛି? 3 ଭାଗରେ। 1 ବିକୃଷ୍ଟ, ଚତୁରସ, ତିରସ୍ର। ରାମଶଙ୍କର ରାୟଙ୍କର କାଞ୍ଚିକାବେରୀ ଏକ କି ଧରଣ ନାଟକ? ଐତିହାସିକ ନାଟକ। ଗୋବିନ୍ଦ ବିଦ୍ୟାଧର ନାଟକ ରଚୟିତା ହେଉଛି ରାମଶଙ୍କର ରାୟ। ବିଜୟ ମିଶ୍ରଙ୍କ ଶବବାହକ ମାନେ ଏକ କି ନାଟକ? ଉଦ୍ଭଟ ନାଟକ। ଗୋବିନ୍ଦ ବିଦ୍ୟାଧର ହେଉଛି ନାଟକ ରଚୟିତା ହେଉଛି ରାମଶଙ୍କର ରାୟ। ରଚୟିତା ହେଉଛି କାମପାଳ ମିଶ୍ର।
ଭୀଷ୍ମ ନାଟକ ରଚୟିତା ହେଉଛି ଅଶ୍ୱିନୀ କୁମାର ଘୋଷ। ହିତାବିବାହ ନାଟକର ହେଉଛି ଗାମପଳ ମିଶ୍ର। ସୂର୍ଯ୍ୟ ମନ୍ଦିର ନାଟକ ରଚୟିତା ହେଉଛି ଯଦୁନାଥ ଦାସ ମହାପାତ୍ର। ମନୋରଞ୍ଜନ ଦାସ କ୍ଲାନ୍ତ ପ୍ରଜାପତିଙ୍କ କି ଧରଣ ନାଟକ ହେଉଛି ପରୀକ୍ଷା ଧର୍ମୀ ନାଟକ। ପାଦ ତଳର ଆକାଶ ନାଟକ ରଚୟିତା ହେଉଛି କାର୍ତ୍ତିକ ଚନ୍ଦ୍ର ରଥ। ପ୍ରେମ ଖେଳ ନାଟକ ରଚୟିତା ହେଉଛି ପ୍ରସନ୍ନ କୁମାର ମିଶ୍ର। ରାତିର ଦୁଇଟି ଡଣା ନାଟକର ହେଉଛି ହରିହର ମିଶ୍ର। ପାଦ ତଳ ଆକାଶ ହେଉଛି କାର୍ତ୍ତିକ ଚନ୍ଦ୍ର। ହେ ନିଷାଦ ନିର୍ବୃତ୍ତି ହୋ ନାଟକଟି କେଉଁ ନାଟକ? ପରୀକ୍ଷା ଧର୍ମୀ ନାଟକ। ନାଟକର ହରିହର ମିଶ୍ର। ଶପଥ ନାଟକ ହେଉଛି ଅସ୍ତରାଗର ଚନ୍ଦ୍ର ନାଟକ ରଚୟିତା ହେଉଛି ମୁଁ ଆମ୍ଭେ ଆମମାନେ ନାଟକ ରଚୟିତା ରମେଶ ଚନ୍ଦ୍ର ପାଣିଗ୍ରାହୀ। ଈଶ୍ୱର ଜଣେ ଯୁବକ ନାଟକ ରଚୟିତା ହେଉଛି କାର୍ତ୍ତିକ ଚନ୍ଦ୍ର ରଥ। ସୃଷ୍ଟି ଅମୃତମୟ ନାଟକ ରଚୟିତା ହେଉଛି କାର୍ତ୍ତିକ ଚନ୍ଦ୍ର ରଥ। ନିଶି ଓ ସ୍ୱପ୍ନ ନାଟକର ରଚୟିତା ହେଉଛି ହିମାଂଶୁ ଭୂଷଣ ସାବତ। ବ୍ରହ୍ମୀ ନାଟକର ବହ୍ନି ବିଶ୍ୱଜିତ ଦାସ। ଅଶାନ୍ତ ଗ୍ରହ ନାଟକର ରଚୟିତା କେନ୍ଦ୍ର ସାହିତ୍ୟ ଏକାଡେମୀ ଅରଣ୍ୟ ଫସଲ ପାଇଁ ପାଇଛନ୍ତି। ଛୋଟ ନାଟକ ପାଇଁ ମନୋରଞ୍ଜନ ମିଶ୍ର କେବେ ଜନ୍ମଗ୍ରହଣ କରିଥିଲେ? 1936। ନାଟ୍ୟକାର ବିଜୟ ମିଶ୍ର କେଉଁ ନାଟକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଯାଦୁକାର ନାଟକ। ନାଟ୍ୟକାର ବିଜୟ ମିଶ୍ର କେଉଁ ନାଟକ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଯାଦୁକାର ନାଟକ ପାଇଁ। ନିଶି ପଦ୍ମ ନାଟକ ରଚୟିତା ବିଶ୍ୱଜିତ ଦାସ। ଦୁଇଟି ପରୀକ୍ଷାଧର୍ମୀ ନାଟକ ନାମ ଲେଖ। ରତ୍ନାକର ଚୈନିକ ପୁନଶ୍ଚ ପୃଥିବୀ। ବିଶ୍ୱଜିତ ଦାସଙ୍କ ସୃଜନେ। ରଚିତ ଏକାଙ୍କିକା ନାମ ହେଉଛି ନିର୍ଯାତିତା। ଶାରଳା ଦେବୀଙ୍କର ଏକାଙ୍କିକା ସଫଳ ନାମ ହେଉଛି ପଞ୍ଚପ୍ରଦୀପ। ହରେକୃଷ୍ଣ ମହତାବଙ୍କ ଏକାଙ୍କିକା ସଂକଳନ ନାମ ହେଉଛି ଯୁଗ ସଂକେତ। ଝଡ଼ ଏକାଙ୍କିକା ରଚୟିତା ହେଉଛି ରଘୁନାଥ ଦାସ। ନଗେନ୍ଦ୍ର କୁମାର ରାୟଙ୍କର ରଚିତ ଏକାଙ୍କିକା ହେଉଛି ନାରୀ। ସ୍ମୃତି ବିଭ୍ରାଟ ଏକାଙ୍କିକା ରଚୟିତା ହେଉଛି ମନସ୍ତାତ୍ତ୍ୱିକ ନାଟକ ହେଉଛି ଅରଣ୍ୟ ଫସଲ ମହୋଦଧି। ଗୋଟେ ହେଉଛି ପୌରାଣିକ ସାମାଜିକ ନାଟକ ସାମାଜିକ ନାଟକ ଆଉ ହେଉଛି ସାମାଜିକ ନାଟକ ଐତିହାସିକ ନାଟକ। ଏକାଙ୍କିକାରେ କେତେ ପ୍ରକାର ଚରିତ୍ର ଗ୍ରହଣ କରାଯାଏ? ଏକାଙ୍କିକାରେ ଦୁଇ ପ୍ରକାର ଚରିତ୍ର ଗ୍ରହଣ କରାଯାଏ। ଟ୍ରାଜେଡି ବା ଦୁଃଖାନ୍ତ ନାଟକରେ କାହାର ମୁଖ୍ୟ ରସ ରୂପେ ଗ୍ରହଣ କରାଯାଏ? ଭୟାନକ ମିଶ୍ରିତ କରୁଣ ରସକୁ ଭୟାନକ। ସାମାଜିକ ନାଟକ କାହାକୁ କହନ୍ତି? ସାମାଜିକ ଜୀବନକୁ ଆଧାର କରି ରଚିତ ନାଟକକୁ ସାମାଜିକ ନାଟକ କହନ୍ତି। ଦୁଇଟି ସାମାଜିକ ନାଟକ ହେଲେ ଭରସା ନଷ୍ଟ ଉର୍ବଶୀ। ଦୁଃଖାନ୍ତର ନାଟକ ହେଉଛି ଭୟ ମିଶ୍ରିତ କରୁଣ ରସକୁ ଟ୍ରାଜେଡିର ମୁଖ୍ୟ ରସ। ଭୟାନକ କରୁଣ ରସ ମାଧ୍ୟମରେ ରସପଲ୍ଲଧିଜାତ ଆନନ୍ଦ ସୃଷ୍ଟି ପଡ଼ିଥାଏ। ଭୟାନକ ମିଶ୍ରିତ କରୁଣ ରସ। ଏକାଙ୍କିକାରେ କେତେ ପ୍ରକାର ଚରିତ୍ର ଗ୍ରହଣ କରାଯାଏ? ଏକାଙ୍କିକା ଦୁଇ ପ୍ରକାର, ମୁଖ୍ୟ ଚରିତ୍ର ଗୌଣ ଚରିତ୍ର। ଭଞ୍ଜକିଶୋର ପଟ୍ଟନାୟକଙ୍କ ଦୁଇଟି ଏକାଙ୍କିକା ହେଉଛି ଉଦାରମନା ଜାଗରଣ। ଭଞ୍ଜକିଶୋର। ତାପରେ ହେଉଛି ବିଜୟଶଙ୍କର ଦୁଇଟି ଏକାଙ୍କିକା ନାମ ହେଉଛି ଲେଭେଲ କ୍ରସିଂ ତୋରି ଲାଗି। ପଞ୍ଚସନ୍ଧି ହେଉଛି ମୁଖ ଗର୍ଭ ବିମୁଖ ନିର୍ବହଣକୁ ପଞ୍ଚସନ୍ଧି କୁହାଯାଏ। ନାଟକର କଥାବସ୍ତୁ ଯେଉଁ ସ୍ତର ଦେଇ ଗତି କରେ ତାକୁ କେତେ ବିଭକ୍ତ କରାଯାଇଛି? ପ୍ରାରମ୍ଭ, ପ୍ରବାହ, ଉତ୍କର୍ଷ, ଗ୍ରନ୍ଥି ମୋଚନ, ଉପସଂହାର। ନାଟକୀୟ ଶ୍ଳେଷ କାହାକୁ କହନ୍ତି? ନାଟକୀୟ ସଂଳାପ ଓ ନାଟକର ଚରିତ୍ର। ଘଟଣାଗତ ଶ୍ଳେଷ କାହାକୁ କହନ୍ତି? ଯେଉଁ ଘଟଣା ଦୁଇଟି ପରିଣତି ନିର୍ଦ୍ଦେଶ କରେ ତାକୁ ଘଟଣାଗତ ଶ୍ଳେଷ କହନ୍ତି। ବାଚନିକ ଶ୍ଳେଷ କାହାକୁ କହନ୍ତି? ଯେଉଁ ସଂଳାପ ଦୁଇଟି ଅର୍ଥ ବହନ କରେ। ଘଟଣା ପ୍ରଧାନ ନାଟକ କାହାକୁ କୁହାଯାଏ? ଯେଉଁ ନାଟକ ଚରିତ୍ର ଗ୍ରହଣ କଥାବସ୍ତୁ ଅନୁସାରେ ପରିଚାଳିତ। ଘଟଣା। ବାଚନିକ ଶ୍ଳେଷ ହେଉଛି ଯେଉଁ ସଂଳାପ ଦୁଇଟି ଅର୍ଥ ବହନ କରେ। ଯେଉଁ ନାଟକର ଚରିତ୍ର ଗ୍ରହଣ କଥାବସ୍ତୁ ଅନୁସାରେ ପରିଚାଳିତ। ଚରିତ୍ର ପ୍ରଧାନ ନାଟକ କାହାକୁ କହନ୍ତି? ଯେଉଁ ନାଟକ ଚରିତ୍ର ଉପରେ ଗୁରୁତ୍ୱାରୋପ କରାଯାଏ ତାକୁ ଚରିତ୍ର ପ୍ରଧାନ। ଏକାଙ୍କିକା ହେଉଛି ଆଲୋକ କୃଷ୍ଣଦେବ ବେହେରାଙ୍କ ମତରେ ରଙ୍ଗମଞ୍ଚରେ ସ୍ୱଳ୍ପ ସମୟ ମଧ୍ୟରେ ଅଭିନୟ, ଗୋଟିଏ ଗୋଟିଏ ଦିଗ, ଖଣ୍ଡ ଆବେଗ, ଅନୁଭୂତି କିମ୍ବା ସାମାଜିକ କ୍ଷୁଦ୍ର ଘଟଣା ବିଶେଷର ସଂହତି, ସଂଯତ ପ୍ରତିଛବି ଏକାଙ୍କିକା କହନ୍ତି। ସଂକଳନ ନାମ ଯୁଗ ସଂକେତ। ଝଡ଼ ଏକାଙ୍କିକା ରଚୟିତା ରଘୁନାଥ ଦାସ। ଶାରଳା ଦେବୀଙ୍କ ଏକାଙ୍କିକା ସଂକଳନ ନାମ ପଞ୍ଚପ୍ରଦୀପ। ନଗେନ୍ଦ୍ର କୁମାର ରାୟଙ୍କ ରଚିତ ଏକାଙ୍କିକା ହେଉଛି ନାରୀ 1945। ଭଞ୍ଜକିଶୋର ମିଶ୍ରଙ୍କର ଛଦ୍ମବେଶୀ। ବିଶ୍ୱଜିତ ଦାସଙ୍କର ହେଉଛି